सर्वप्रथमे पिता पुत्र पवित्र आत्मांकर गौरव हो पुणी समस्त विश्वासी विश्वासिनी मान प्रभु जीशुଙ୍କ नामରେ प्रेज द लॉर्ड। आसंतु आम्भे माने एई समय गोटे वाक्य आलोचना करिबा। आम्भ मानकर जीवन गुप्तरे अछि। ख्रीष्टଙ୍କ सहित आम्भे माने गुप्तरे अछु। आउ आम्भे माने मृत्युवरण करिअछु, अर्थात वाक्य अनुसार आमे मरि अछु आउ ख्रीष्टଙ୍କ सहित गुप्तरे अछु। आम्भ मानकर जीवन तांकठारे गुप्तरे अछि। तेणु एई वाक्य अध्ययन करिबा, अल्प समय आलोचना करिबा। लेखा जाए कलसीय पुस्तक कलसीय मंडली को आउ प्रेरित पाउलंकर पत्र से लेखन्ति कलसीय 3:3 रे, कारण तुम्हे माने मरि अछ आउ तुम्ह मानकर जीवन ईश्वरଙ୍କ ठारे ख्रीष्टଙ୍କ सहित गुप्त अछि। प्रार्थना करिबा। आम्भ मानकर स्वर्गीय दयालु पिता, वाक्य पाठ करिअछु, ताहा पालन करिबो, बुझी पारिबो। तुम्हें पवित्र आत्मांकर शक्ति प्रदान करो, यीशुଙ୍କ नामରେ मागिलु, आमेन। प्रिय प्रभुंकर लोक माने एठारे आमे देखुअछु प्रेरित पाउल कलसीय मंडली निकटक लिखुअछंती। आउ प्रेरित पाउल सबु बेले समस्त मंडली निकटक पत्र लिखुथिले, केवल आत्मिक जीवन वृद्धि निमंते आउ जेपरिकी अनंत जीवन रो वंचित न हेबे कौन सी लोक, सेथिपई से सब बेले परामर्श दउथिले। आउ से भय मध्य करुथिले काले से अनंत विश्राम रो वंचित हेबे बोली। आउ सेथिपई से लेखन्ति कलसीय मंडली को, तुम्भे माने मरि अछ। विश्वासी मानक कहउछंती मंडली रो विश्वासी विश्वासिनी मानक तुमे माने मरि अछ आउ तुम्भ मानकर जीवन ईश्वरଙ୍କ ठारे ख्रीष्टଙ୍କ सहित गुप्त अछि। तेबे आम्भ मानकर जीवन गुप्तरे अछि। आमे मरि अछु, ख्रीष्टଙ୍କ सहित गुप्तरे जीवन अछि। तेणु मु गोटे उदाहरण कहवा ପାଇଁ चाहे। आम्भे माने जो समय प्रभु को पाइलु, प्रभु को विश्वास कलु, बाप्तिस्म प्रभुजर अंशी हेलु, से समय आमे समस्त पाप कर्मरु मृत्यु होई आउ जीवन रे प्रवेश कलु, अर्थात समस्त पाप रु आमे मृत्यु वरण कलु आउ पवित्र जीवन काटिबा निमंते निष्पत्ति नेलु। आउ सेई दिन ठारू आम्भ मानकर जीवन ख्रीष्टଙ୍କ सहित गुप्त अछि। ईश्वरଙ୍କ ठारे आउ ख्रीष्टଙ୍କ सहित गुप्तरे अछि। तेणु मु गोटे उदाहरण कहबी। गोटे चक फिश थाए, से चक फिश जेति बेले आमे जीशु ख्रीष्टଙ୍କର नामरे आमे बाप्तिस्म नै अछु आउ सेई समय रे आमे लेखि दे अछु जे मु मरे किमा बंचे ख्रीष्टଙ୍କର, आमे मरु अबा बंचु ख्रीष्टଙ୍କର। आउ वाक्य अनुसार तुम्हें माने प्रभु जीशु ख्रीष्टଙ୍କୁ वस्त्र रूपे परिधान करो, अर्थात आम्भे माने सेई चक्रे लेखिदेलु जे आम्भे माने मृत्यु वरण करी
ଖ୍ରୀଷ୍ଟଙ୍କ ସହିତ ଗୁପ୍ତରେ ଅଛୁ ବୋଲି। ଅର୍ଥାତ୍ ସେଇ ଚକ୍ ପିସ୍ ଯେତେବେଳେ ସରିଗଲା, ଆମେ ଆଉ ନାହିଁ। ଆମେ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଆଉ ଆମ୍ଭମାନଙ୍କର ଜୀବନ ଗୁପ୍ତରେ ଅଛି। ଆମେ ମୃତ୍ୟୁବରଣ କରୁଛୁ। ତେଣୁ ଆମେ ଏଇ ସମସ୍ତ ବିଷୟ ଯାହା ବାକ୍ୟ ଅନୁସାରେ କୁହାଯାଏ ଯେ ମରିଯାଇଅଛୁ, ତା ଅର୍ଥ ଆମେ ଖ୍ରୀଷ୍ଟଙ୍କ ଜୀବନ ଆଉ ଖ୍ରୀଷ୍ଟଙ୍କର ସହିତ ଆମେ ଗୁପ୍ତରେ ଅଛୁ। ଆମର ଜୀବନ ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଈଶ୍ୱରଙ୍କ ଠାରେ ଜୀବନ ଗୁପ୍ତରେ ଅଛି। ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆଉ ଏଠାରେ ଦେଖାଉଛୁ ଯେ ଆମ୍ଭମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ସହିତ ଈଶ୍ୱରଙ୍କ ଠାରେ ଗୁପ୍ତରେ ଅଛି। ଯଦି ଆମ୍ଭମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ସହିତ ଅଛି, ତେବେ ଆମ୍ଭେମାନେ ଏହି ଜୀବନକୁ ନେଇ କୌଣସି ଗର୍ବ କରିପାରିବା ନାହିଁ। ଏହି ଜୀବନକୁ ନେଇ ଆଉ କୌଣସି ପାପ, ଭୁଲ, ଅନ୍ୟାୟ କରିପାରିବା ନାହିଁ। କାରଣ ଯୀଶୁଙ୍କ ସହିତ ଈଶ୍ୱରଙ୍କ ଠାରେ ଗୁପ୍ତରେ ଅଛି। ତେଣୁ ବାକ୍ୟ ଅନୁସାରେ ଆମ୍ଭମାନଙ୍କର ହସ୍ତ, ଆମ୍ଭମାନଙ୍କର ପାଦ, ଆମ୍ଭମାନଙ୍କର ଶରୀର ଯୀଶୁଙ୍କର ଇଚ୍ଛାରେ, ବାକ୍ୟର ଇଚ୍ଛାରେ ଆଉ ଚାଲିବା ଆବଶ୍ୟକ। ଆଉ ସେଇଥିପାଇଁ କୁହାଯାଏ ଯେ ତୁମ୍ଭମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ସହିତ ଈଶ୍ୱରଙ୍କ ଠାରେ ଗୁପ୍ତରେ ଅଛି। ପ୍ରଭୁ ସାହାଯ୍ୟ କରନ୍ତୁ। ଆମ୍ଭମାନଙ୍କ ଜୀବନ ଖ୍ରୀଷ୍ଟଙ୍କ ସହିତ ଆଉ ଈଶ୍ୱରଙ୍କ ଠାରେ ଗୁପ୍ତରେ ରହୁ। ସେ ଆମ୍ଭମାନଙ୍କର ଜୀବନ ସ୍ୱରୂପ ଅଟନ୍ତି। ତେଣୁ ଯେଉଁମାନେ ଈଶ୍ୱରଙ୍କ ଠାରେ ଯୀଶୁଙ୍କର ସହିତ ଆଉ ଯାହାଙ୍କର ଜୀବନ ଗୁପ୍ତରେ ଅଛି, ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ତେଣୁ ଆମ୍ଭମାନଙ୍କର ଜୀବନ ମଧ୍ୟ ଗୁପ୍ତରେ ଅଛି। ତେଣୁ ପ୍ରଭୁ ସାହାଯ୍ୟ କରନ୍ତୁ। ଆମ୍ଭେମାନେ ମରିଯାଇଅଛୁ। ଆମେ ଗୋଟେ ଚକ୍ ପିସ୍ ଥିଲୁ, ତାହା ଲେଖିଦେଇଅଛୁ ପ୍ରଭୁଙ୍କ ନିମନ୍ତେ ବଞ୍ଚିବା ପାଇଁ। ଆଉ ଚକ୍ ପିସ୍ ସରିଯାଇଛି। ଆମେ ପ୍ରଭୁଙ୍କ ଠାରେ ଆଉ ଈଶ୍ୱରଙ୍କ ଠାରେ ଯୀଶୁଙ୍କର ସହିତ ମିଶି ଆମେ ଆଉ ଆମ ଜୀବନ ଗୁପ୍ତରେ ଅଛି। ତେଣୁ ଆମେ ଯାହା କରିବା ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁସାରେ ଆଉ ଯୀଶୁଙ୍କର ମାଧ୍ୟମରେ ଆମେ ସ୍ୱର୍ଗରେ ପ୍ରବେଶ କରିବା। ତେଣୁ ଆସନ୍ତୁ ଏହି ଦିନମାନଙ୍କରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମ୍ଭେମାନେ ଯେ ବର୍ତ୍ତମାନ ମରିଅଛୁ, ଆମେ ପବିତ୍ର ଜୀବନ କାଟିବା। ଏହି ଜୀବନ ଆମ୍ଭମାନଙ୍କର ଅଳ୍ପ କ୍ଷଣ ସ୍ଥାୟୀ, କିନ୍ତୁ ଖ୍ରୀଷ୍ଟଙ୍କ ସହିତ ଯେଉଁ ଜୀବନ ଗୁପ୍ତରେ ଅଛି, ତାହା ଅନନ୍ତ ଜୀବନ। ତାହା ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟରେ ଚିରକାଳ ରହିବା ନିମନ୍ତେ ଆଉ ସାହାଯ୍ୟ କରିବେ। ତେଣୁ ପ୍ରଭୁ ଆମ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ, ପୁଣି ଶକ୍ତି ଦିଅନ୍ତୁ, ଆଶୀର୍ବାଦ କରନ୍ତୁ। ଆମ୍ଭମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ସହିତ ଗୁପ୍ତରେ ରହୁ। ଆଉ ଈଶ୍ୱରଙ୍କ ଠାରେ ଆମ୍ଭେମାନେ ଶେଷରେ ପୁରସ୍କାର ପ୍ରାପ୍ତ ହେବା, ସ୍ୱର୍ଗ ରାଜ୍ୟ ପ୍ରାପ୍ତ ହେବା, ଅନନ୍ତ ଜୀବନ ପ୍ରାପ୍ତ ହେବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆମ୍ଭେମାନେ ଏହି ଜଗତରେ ବଞ୍ଚିଥିବା ସମୟରେ ବାକ୍ୟ ଅନୁସାରେ ଜୀବନ କାଟିବା। କୌଣସି ବାକ୍ୟକୁ ମଧ୍ୟ ଆମମାନେ ଅବହେଳା କିମ୍ବା କୌଣସି ପ୍ରକାରେ ଆମେମାନେ ତାକୁ ସାମାନ୍ୟ ଭାବିବା ନାହିଁ ବା ତୁଚ୍ଛ କରିବା ନାହିଁ। ବାକ୍ୟକୁ ଗୁରୁତ୍ୱ ଦେଇ ପ୍ରଭୁଙ୍କର ଇଚ୍ଛା ଅନୁସାରେ ଜୀବନ କାଟିବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ, ପୁଣି ପାଳନ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ। ଆମେନ୍।